ଆଗରୁ ପାଖରେ ଆସ୍ତେ କିନି ମୁଡ଼ିବ ଦେଖିଆ ସରକାରୀ ସ୍ତରରେ କାହିଁକି ଆଜି ପର୍ଯ୍ୟନ୍ତ ଅବହେଳା ହୋଇ ରହିଥିଲେ ଦେଖନ୍ତୁ ସରକାରୀ ସ୍ଥଳରେ ଅବହେଳା କାହିଁକି ରହିଥିଲେ ଯେଉଁମାନେ ଦୀର୍ଘଦିନ ସରକାରରେ ଥିଲେ ସେମାନେ ତାର ଜବାବ ଦେଇପାରିବେ। ମୁଁ ଏ ଘଟଣାକୁ ନେଇକରି ଜମା ରାଜନୀତି କରିବା ପାଇଁ ଚାହୁଁନାହିଁ। ସରକାର ତାଙ୍କ କାମ କରୁଛନ୍ତି। ରଥବାବୁଙ୍କ ଭଳି ବ୍ୟକ୍ତିମାନେ ସମାଜରେ ସୃଷ୍ଟି ହେଇକରି ସେମାନେ ବି ତାଙ୍କ କାମ କରୁଛନ୍ତି। ତେଣୁ ଆମେ ସ୍ୱାଭାବିକ ଭାବରେ ଏଇଭଳି ଭାବରେ ସମାଜ ସେବାରେ ବ୍ରତୀ ଥିବା ଏବଂ ସମାଜକୁ ଦିଗଦର୍ଶନ ଦେଉଥିବା ନିଜ ବ୍ୟୟ ସମାଜ ପାଇଁ ଖର୍ଚ୍ଚ କରିବା, କାରଣ ସେ ସମାଜ ତାଙ୍କୁ ମଣିଷ କରିଛି ଏବଂ ନିଜର ଆୟ ସମାଜରେ ଖର୍ଚ୍ଚ କରିବା ଭଳିଆ ଯେଉଁ ବିରଳ ଦୃଷ୍ଟାନ୍ତ ସେ ତିଆରି କରୁଛନ୍ତି, ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା, ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ବନିବେ। ଶ୍ରୀ ବଳରାମ ରଥ ଆଦରଣୀୟ ଆଡ଼ଭୋକେଟ୍ ସେ ଅଞ୍ଚଳରେ ସମାଜସେବା ପାଇଁ ଏକ ପରିଚିତ ନାମ ବନି ସାରିଛନ୍ତି। ବିଶେଷ କରି ଦୁଇଟି କାର୍ଯ୍ୟ ସେ ହାତକୁ ନେଇଛନ୍ତି। ଗୋଟେ ହେଉଛି ଥାଲାସେମିଆ ରୋଗୀଙ୍କର ସେବା କରିବା ଏବଂ ତାଙ୍କୁ ଭଲ କରିକିରି ଘରକୁ ଫେରାଇବା, ଯେଉଁଟା ପ୍ରାୟ ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ହେଉନଥିଲା, ଗୋଟେ ବିରାଟ ପରିମାଣର ଖର୍ଚ୍ଚ ହେଉଥିଲା। ଦ୍ୱିତୀୟ କଥା ହେଉଛି ଦିବ୍ୟାଙ୍ଗ ଭାଇମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ କରିବା। ସେ ମଧ୍ୟ 30ରୁ ଉର୍ଦ୍ଧ୍ୱ ଟ୍ରାଇସାଇକେଲ ବଣ୍ଟନ କରିସାରିଲେଣି। ମୁଁ ତାଙ୍କ ସାଙ୍ଗରେ ଯାହା କଥା ହେଉଥିଲି, ଏ ବର୍ଷ ସେ 108 ମିନିମମ୍ ଟ୍ରାଇସାଇକେଲ ବଣ୍ଟନ କରିବାର ଯୋଜନା ରଖିଛନ୍ତି ଏବଂ ଆଜି ମଧ୍ୟ ତାଙ୍କ ସାଙ୍ଗରେ ଯେତେବେଳେ ଖରାବେଳେ କଥା ହେଉଥିଲି ସେ ତାଲିକା ଦେଉଥିଲେ ତୁରନ୍ତ ଆଉ କେଉଁଠି ବଣ୍ଟନ ପାଇଁ ସେ ଯୋଜନା କରିଛନ୍ତି। ତାଙ୍କ ପାଖକୁ ଯେତେବେଳେ ଲୋକ ପହଞ୍ଚନ୍ତି ସେ କାମ କରୁଛନ୍ତି। ମୁଁ ସ୍ୱାଭାବିକ ଭାବରେ ପ୍ରଭୁ ଗତେଶ୍ୱର ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ତାଙ୍କୁ ଦୀର୍ଘାୟୁ କରନ୍ତୁ। ଏଇଭଳି ଆଦରଣୀୟ ରଥବାବୁଙ୍କ ଭଳି ମଣିଷମାନେ ଆମ ଅଞ୍ଚଳରେ ଖାଲି ଜଣିଏ ଉଦାହରଣ ନ ହେଉ, ଆମେ ସମସ୍ତଙ୍କ ଭିତରେ ସେ ଭାବନା ଅନ୍ୟକୁ ସାହାଯ୍ୟ କରିବା, ଧାଡ଼ିର ଶେଷରେ ଠିଆ ହୋଇଥିବା ମଣିଷକୁ ହାତ ଧରିକିରି ଆଗକୁ ନେବା, ଇଏ ଭାବନାରେ ଆମ ସମସ୍ତଙ୍କୁ ପ୍ରଭୁ ଗତେଶ୍ୱର ଆଶୀର୍ବାଦ କରନ୍ତୁ। ଆମ ଭିତରେ ସମସ୍ତଙ୍କ ଭିତରେ ଭାବନା ତିଆରି କରନ୍ତୁ। ଆଜି ଏତିକି ପ୍ରାର୍ଥନା। ନାଇଁ, ସରକାରଙ୍କ ସହାୟତାରୁ ବଞ୍ଚିତ ହେଉଛନ୍ତି କି ନାହିଁ ମୁଁ ସେ ରାଜନୀତିକୁ ଯିବିନି ବୋଲି ଆରମ୍ଭରୁ କହିଲି ଯେ ସରକାର କେବଳ ସବୁ କଥା କରିବେ, ଇଏ ଭାବନା ଭିତରେ ଅଟକି ନ ଯାଇକରି ଆଦରଣୀୟ ରଥବାବୁଙ୍କ ଭଳି ମଣିଷମାନେ ଇଏ ସମାଜରେ ନିଜର ଆୟକୁ ପୁରା ସମର୍ପଣ କରିବା ଭଳିଆ ଯେଉଁ ଉଦାହରଣ ତିଆରି କରୁଛନ୍ତି, ସେ ଉଦାହରଣ ଆହୁରି ଆଗକୁ ଯାଉ, ଆମମାନଙ୍କ ଭିତରୁ ଆହୁରି ରଥବାବୁ ମାନେ ତିଆରି ହୁଅନ୍ତୁ। ମାନସିକ କରିଛି, ମୋ ପୁଅ ଦେହଟି ଭଲ ହେଇଯାଇଛି, ଠାକୁରଙ୍କ ପାଖରେ ଅଭିଷେକ ହୋଇଥିଲା। ଆଉ ଜୀବନର ରୋଜଗାର ଯାହା ମୁଁ ଏଇ ଭିନ୍ନକ୍ଷମ ଆଉ ଥାଲାସେମିଆ ପେସେଣ୍ଟଙ୍କ ପାଇଁ ଖର୍ଚ୍ଚ କରିବି। ଆଉ ଆଜି ମାନ୍ୟବର ସାଂସଦଙ୍କୁ ଡାକିକିରି ଏ ପିଲାଟାକୁ ଦେବା ପାଇଁ ମନସ୍ଥ କରିଥିଲି। ଆଉ ସେଥିରେ ଆମର ସଭାପତି ଅଛନ୍ତି, ଆମ ଭାଇ ଭାଇ ଅଛନ୍ତି, ତାଙ୍କ ଦ୍ୱାରା ଦେଇ ବୋଲି ମନସ୍ଥ କରିଥିଲି। ଆଉ ସେଥିପାଇଁ ବହୁତ ଖୁସି। ପ୍ରାୟ 30ରୁ ଏଭବ। ତେଣୁ କିଭଳି ଭାବରେ ତାଙ୍କର ଏ ପ୍ରୟାସ ଜାରି ରହିବ ଏବଂ କିଭଳି ଭାବରେ ତାଙ୍କୁ ଉତ୍ସାହିତ କରିବା। ଦେଖନ୍ତୁ, ବଳରାମ ରଥ ଇଏ ଅଞ୍ଚଳର ଜଣେ ବଦାନ୍ୟ ବ୍ୟକ୍ତି। ତାଙ୍କ ନିଜ ପୁଅ ଯେଉଁଭଳି ଭାବରେ ସ୍ୱାସ୍ଥ୍ୟଗତ ଅବସ୍ଥା ଖରାପ ଥିଲା, ତେଣୁ ପ୍ରଭୁ ଗତେଶ୍ୱରଙ୍କ ପାଖରେ ସିଏ ମଧ୍ୟ ମାନସିକ କରିଥିଲେ ମୋ ପୁଅ ଭଲ ହେଇଯାଉ। ଏବଂ ସେଇ ଦୃଷ୍ଟିକୋଣରୁ ଯେଉଁମାନେ ଭିନ୍ନକ୍ଷମ ଲୋକ ଅଛନ୍ତି ସିଏ ସେଦିନଠୁ ଶପଥ ନେଇଥିଲେ ଯେ ସମସ୍ତଙ୍କୁ ସାହାଯ୍ୟ କରିବେ ଏବଂ ଆଜି ପର୍ଯ୍ୟନ୍ତ ବହୁ ଲୋକଙ୍କୁ ପ୍ରତିବର୍ଷ ସେ ଟ୍ରାଇସାଇକେଲଠୁ ଆରମ୍ଭ କରି ବିଭିନ୍ନ ଅଙ୍ଗ କିଭଳି ଭାବରେ ଏ ଭିନ୍ନକ୍ଷମ ଲୋକଙ୍କର ଲାଗିବ ସେଥିପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ସେହି ଦୃଷ୍ଟିକୋଣରୁ ଆଜି ମୁଁ ଯେତେବେଳେ ପ୍ରଭୁ ଗତେଶ୍ୱରଙ୍କ ପାଖକୁ ଆସିଥିଲି ସେତେବେଳେ ସିଏ ଆମର ଜଣେ ଭିନ୍ନକ୍ଷମ ଭାଇଙ୍କି ଆଜି ଏ ସାଇକେଲ ଦେବା ପାଇଁ ସେ ମୋ ହାତରେ ଏ କଥାଟାକୁ ବ୍ୟବସ୍ଥା କରିଥିଲେ। ଅପରପକ୍ଷରେ ଗୋଟିଏ କଥା, ଯେହେତୁ ଇଏ ବଦାନ୍ୟ ବ୍ୟକ୍ତି ଭାବରେ ମାନସିକ ଭାବରେ ସଂକଳ୍ପ ନେଇକି ଏ କାମ କରୁଛନ୍ତି, ମୁଁ ମଧ୍ୟ ତାଙ୍କୁ କହିଛି ଯେ ଆମର ନିର୍ତ୍ତାର ଯେଉଁଟା ଅଛି ଭିନ୍ନକ୍ଷମ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଡାଇରେକ୍ଟରଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ବନେଇଦେବି ଏବଂ ଇଏ ଜଗତସିଂହପୁର ଜିଲ୍ଲାରେ ଯେତେ ଭିନ୍ନକ୍ଷମ ଲୋକ ଅଛନ୍ତି ସେଥିରେ ସିଏ ସହାୟତାର ହାତ ବଢ଼ାଇବେ ଏବଂ ମୁଁ ମଧ୍ୟ ସେହି ଅନୁସାରେ MP ଭାବରେ ଭିନ୍ନକ୍ଷମ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଭିନ୍ନକ୍ଷମ ଲୋକମାନେ କିଭଳି ସହଯୋଗ ପାଇବେ ଏବଂ ସେଥିପାଇଁ
ଯେଉଁ ଉଦ୍ୟମ ରଥବାବୁଙ୍କ ଦ୍ୱାରା ହେବ ସେଥିରେ ମୋର ସମ୍ପୂର୍ଣ୍ଣ ଭାବରେ ସହଯୋଗ ରହିବ ଏବଂ ଯାହା ଫଳରେ ଆମେ ଅନେକ ଭିନ୍ନକ୍ଷମ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିପାରିବା। ସରକାରରୁ କିଛି ମିଳୁଥିଲା କି ନାହିଁ? ନା ସରକାର ଦେଇନଥିଲେ ଯୋଉଠି ହଁ କରିଥିଲି ଯାଇଥିଲି କିନ୍ତୁ ସେ କହିଲେ ସାର୍ଟିଫିକେଟ୍ ଜଗତସିଂହପୁର ଆପ୍ଲାଏ କରିଥିଲି କ'ଣ କହିଲେ? କହିଲେ ତୁମ ସାର୍ଟିଫିକେଟ୍ ନାହିଁ କମ୍ ଅଛି ସାର୍ଟିଫିକେଟ୍ ପରସେଣ୍ଟରୁ ସେଥିପାଇଁ କି ଆଜି ସାଂସଦଙ୍କ ହାତରେ ଆଜି ଏଠି ପାଇଲେ ଏତେ ବଡ଼ ଜିନିଷ ବହୁତ ଖୁସି ବହୁତ ଖୁସି କ'ଣ କହିବେ ତାଙ୍କୁ? ସେତିକି ଧନ୍ୟବାଦ ସେ କହିଲେ ଖୁସି ବହୁତ। ସାଇକେଲ ସହିତ ଆସିବ ପୁରା ଟିକେ